ଚାଷୀଙ୍କ ପାଇଁ ବଡ଼ ଖବର। ଏମିତି ମିଳିବ 3 ଲକ୍ଷ ଟଙ୍କା। ଦେଶର କୋଟି କୋଟି ଚାଷୀଙ୍କ ସହାୟତା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। ସମୟ ସମୟରେ ଏହିସବୁ ଯୋଜନାଗୁଡ଼ିକ ଉପରେ ନୂଆ ନୂଆ ଅପଡେଟ୍ ମଧ୍ୟ ଆସିଥାଏ। କିନ୍ତୁ ଅନେକ ହିତାଧିକାରୀ ଏଭଳି ନୂଆ ଅପଡେଟ୍ ବିଷୟରେ ଅବଗତ ହୋଇପାରନ୍ତି ନାହିଁ, ଯାହା ଫଳରେ ସରକାର ଦେଉଥିବା ସୁବିଧା ସୁଯୋଗରୁ ବଞ୍ଚିତ ହୋଇଯାଆନ୍ତି ପ୍ରକୃତ ହିତାଧିକାରୀ। କିଛିଦିନ ପୂର୍ବେ ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଘୋଷଣା କିଷାନ କ୍ରେଡିଟ୍ କାର୍ଡକୁ ନେଇ ଥିଲା। କିଷାନ କ୍ରେଡିଟ୍ କାର୍ଡ ଥିଲେ କମ୍ ସୁଧରେ ଋଣ ଯୋଗାଇ ଦେଉଛନ୍ତି ସରକାର। ତେବେ କେବଳ କୃଷି ଉପକରଣ କିଣାକିଣି କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର। କୃଷି ଉପକରଣ ପାଇଁ 7% ସୁଧରେ ଋଣ ଯୋଗାଇ ଦେଉଛନ୍ତି ସରକାର। ସଠିକ୍ ସମୟରେ ଋଣ ପରିଶୋଧ କଲେ ସୁଧ ଉପରେ 3% ରିହାତି ପ୍ରଦାନ କରାଯାଉଛି। ଏଭଳି ଭାବରେ ଚାଷୀମାନେ 4% ସୁଧରେ ଚାଷବାସ ପାଇଁ ଲୋନ୍ ନେଇ ପାରୁଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ନେଇ ଆଉ ଏକ ଅପଡେଟ୍ ରହିଛି। ଏହା ହେଉଛି କିଷାନ କ୍ରେଡିଟ୍ କାର୍ଡ ହିତାଧିକାରୀଙ୍କୁ ଅତିରିକ୍ତ 3 ଲକ୍ଷ ଟଙ୍କା ଋଣ ଦେବାକୁ ସ୍ଥିର କରିଛନ୍ତି ସରକାର। କେବଳ ସ୍ୱଳ୍ପ ମିଆଦି ପାଇଁ ଏହି ଋଣ ପ୍ରଦାନ କରାଯିବ। ମୋଡିଫାଇଡ୍ ଇଣ୍ଟରେଷ୍ଟ ସବଭେନ୍ସନ୍ ସ୍କିମ୍କୁ ମଞ୍ଜୁରି ଦେଇଛନ୍ତି ସରକାର। କମ୍ ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଚାଷୀଙ୍କୁ ବ୍ୟାଙ୍କଗୁଡ଼ିକ ଚାଷୀଙ୍କୁ ଅତିରିକ୍ତ ଋଣ ଯୋଗାଇ ଦେଲେ ସରକାର ବ୍ୟାଙ୍କଗୁଡ଼ିକୁ 1.5% ସୁଧ ଛାଡ଼ କରିବେ, ଯାହା ଫଳରେ ଚାଷୀଙ୍କୁ ଆହୁରି କମ୍ ସୁଧ ହାରରେ ଋଣ ମିଳିପାରିବ। ଏହାର ଲାଭ ଉଠାଇବାକୁ ହେଲେ ଚାଷୀଙ୍କୁ ଅତି କମ୍ରେ 2 ଲକ୍ଷ ଟଙ୍କା ଋଣ ନେବାକୁ ହେବ। ଏହିପରି ଲାଟେଷ୍ଟ ଖବର ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।